ଗାଙ୍ଗୁଲି ସୁରକ୍ଷା ବ୍ୟବସ୍ଥା ହ୍ରାସ କଲେ ଶୁଭେନ୍ଦୁ ସରକାର। ପଶ୍ଚିମବଙ୍ଗରେ ପ୍ରଥମ ଥର କ୍ଷମତା ଦଖଲ କରିଥିବା ବିଜେପି ଏବେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରିଦେଇଛି। ପ୍ରାୟ 3 ବର୍ଷ ଧରି ଜେଡ୍ ସ୍ତରୀୟ ସୁରକ୍ଷା ବଳ ମଧ୍ୟରେ ସୌରଭ ଗାଙ୍ଗୁଲି ରହୁଥିଲେ। ଏବେ କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି Y ସ୍ତରୀୟ କରିଦେଇଛନ୍ତି। ବେଙ୍ଗଲରେ ସରକାର ପରିବର୍ତ୍ତନ ହେବା ପରେ ରାଜନୈତିକ ନେତା, ପୂର୍ବତନ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି। ବାସ୍ତବ ବିପଦ ଥିବା ସ୍ଥଳେ ହିଁ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ଘୋଷଣା ପରେ ଏବେ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଛି।